ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନ ପୁରା ବାଇବଲରେ ମାତ୍ର ତିନି ଥର କଥା କହିବା ଆମ୍ଭେମାନେ ଦେଖିପାରୁଅଛୁ। ଯଦି ଆପଣମାନେ ଦେଖିବେ ପୁରା ବାଇବଲରେ ଶୈତାନଙ୍କ ବିଷୟରେ ତିନି ଥର ଆମ୍ଭେମାନେ କଥା କହିବା ଦେଖିପାରୁଛୁ। ଆଦି ପୁସ୍ତକ ଯଦି ଦେଖିବେ ତାର 3 ଅଧ୍ୟାୟରୁ ଯଦି ଆପଣମାନେ ତଳକୁ ଦେଖିବେ ତାହେଲେ ଆପଣମାନେ ଜାଣିପାରିବେ। ଏବଂ ଆଇବ ପୁସ୍ତକ ତାର 2 ଅଧ୍ୟାୟରୁ ଯଦି ଆପଣମାନେ ତଳକୁ ଯଦି ପଢ଼ିବେ ତାହେଲେ ଆପଣମାନେ ପାଇପାରିବେ। ଏବଂ ମାତୀୟ ଲିଖିତ ସୁସମାଚାର ତାର 4 ଅଧ୍ୟାୟ ଯଦି ଆପଣମାନେ ଦେଖିବେ ତାହେଲେ ଶୈତାନର ବିଷୟରେ ଆପଣମାନେ ଜାଣିପାରିବେ। ପୁରା ବାଇବଲରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଶୈତାନଙ୍କ ବିଷୟରେ ଆପଣମାନେ 3 ଥର କଥା କହିବା ଆପଣମାନେ ଜାଣିପାରିବେ। କିନ୍ତୁ ଆପଣମାନଙ୍କୁ ଆଉ ଗୋଟେ ବିଷୟ କହିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି। ଆପଣମାନେ ଦେଖିଥିବେ ଅନେକ ମିଟିଂରେ କିମ୍ବା ମଣ୍ଡଳୀରେ ମଧ୍ୟ ଅନେକ ସମୟରେ ଅନେକ ସ୍ଥାନରେ ପ୍ରଭୁଙ୍କର ପ୍ରିୟ ଦାସମାନେ ଲୋକମାନଙ୍କୁ ପ୍ରାର୍ଥନା ଦ୍ୱାରା ତଳକୁ ଓଦରାଉଛନ୍ତି। ଏହି ତଳକୁ ଓଦରାଇବା ବିଷୟ ହେଉଛି ଶୈତାନର କାର୍ଯ୍ୟ। ତଳକୁ ଓଦରିଥିଲା ଶୈତାନ। ଏବଂ କେଉଁମାନେ ଓଦରିବେ? ଶୈତାନର ସନ୍ତାନମାନେ ହିଁ ଓଦରିବେ। ଏବଂ ଶୈତାନର ସନ୍ତାନମାନେ ହିଁ ତଳକୁ ଲୋକମାନଙ୍କୁ ଓଦରାଇବେ। ବାଇବଲରେ ଯଦି ଦେଖିବେ ତାହେଲେ ଆଗକୁ ପଡ଼ିଅଛନ୍ତି, ପଛଆଡ଼ରେ ପଡ଼ିନାହାନ୍ତି। କିନ୍ତୁ ବର୍ତ୍ତମାନ ଚାଲିଛି। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଅନ୍ୟ ଭାଷା ବୋଲି କହିଲେ ଲୋକମାନଙ୍କର ଭାବନା, ଲୋକମାନଙ୍କର ଚିନ୍ତାଧାରା ଯାହାକି ରାବା ରାବା ଲାକାରାକା ସିନ୍ଦାବା ରାବା ରାବା এই ବିଷୟ ଭାବୁଛନ୍ତି। ଏହା ହେଉଛି ଅନ୍ୟ ଭାଷା ନୁହେଁ। এই ଭାଷାକୁ କୁହାଯାଏ ଜିବ୍ରିସ୍, ଶୈତାନର ଭାଷା। ବିଲିୟର ସିମର ଜଣେ ବ୍ୟକ୍ତି ଏହି ଭାଷାକୁ ଲେଖିଅଛନ୍ତି। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କାରଣ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଲୋକମାନଙ୍କୁ କୁହନ୍ତି, ଆସ ପ୍ରାର୍ଥନା କରିଦେବି ତୁମେ ସୁସ୍ଥତା ପାଇବ। କିନ୍ତୁ ସେମାନେ ନିଜେ ଅସୁବିଧାରେ ପଡ଼ିଲେ ସେମାନେ ନିଜେ ମେଡ଼ିକାଲକୁ ଯାଆନ୍ତି। ଅନେକ ବିଷୟ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ଆପଣମାନେ ଏହି ଚ୍ୟାନେଲରେ ଅନେକ ପ୍ରକାର ଭିଡ଼ିଓ ଦେଖିପାରିବେ, ଅର୍ଥାତ୍ ବାଇବଲର ଗଭୀରତା ବିଷୟ ଆପଣମାନେ ଜାଣିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ।